ବନ୍ଧୁଗଣ ଟଙ୍କା କେବଳ ଏକ କାଗଜ। ଟଙ୍କା ଆପଣଙ୍କୁ କାମ କରିବା ପାଇଁ ବାଧ୍ୟ କରୁଛି, କିନ୍ତୁ ଆପଣଙ୍କୁ ଟଙ୍କା ପାଇଁ କାମ କରିବା ଉଚିତ ନୁହଁ, ବରଂ ଏହାକୁ ଆପଣଙ୍କ ପାଇଁ କାମ କରିବା ଶିଖିବା ଉଚିତ। ବନ୍ଧୁଗଣ, ଆମର ପିତାମାତା ଅଧିକ ଟଙ୍କା ରୋଜଗାର କରିବା ପାଇଁ ବହୁତ କଠିନ ପରିଶ୍ରମ କରୁଥିଲେ, କିନ୍ତୁ ଆଜିର ସମୟରେ ଭଲ ଚାକିରି କରିବା ଏବଂ ପ୍ରତ୍ୟେକ ପଇସାର ହିସାବ ରଖିବା ସତ୍ତ୍ୱେ ଆମେ କାହିଁକି ଧନୀ ହୋଇପାରୁନାହୁଁ? ରିଚ୍ ଡ୍ୟାଡ୍ ପୁଅର୍ ଡ୍ୟାଡ୍ ପୁସ୍ତକରେ ଲେଖକ କହିଛନ୍ତି ଯେ ତାଙ୍କର ଦୁଇଟି ବାପା ଥିଲେ, ଜଣେ ଧନୀ ବାପା ଏବଂ ଜଣେ ଗରିବ। ଗରିବ ବାପା ସବୁବେଳେ ଦରମା ଉପରେ ଧ୍ୟାନ ଦେଉଥିଲେ, କିନ୍ତୁ ତାଙ୍କ ଧନୀ ବାପା ସବୁବେଳେ ସମ୍ପତ୍ତି ନିର୍ମାଣ ଉପରେ ଧ୍ୟାନ ଦେଉଥିଲେ। ତାଙ୍କ ଗରିବ ବାପା ଯିଏ ଦରମାରେ ବଞ୍ଚୁଥିଲେ ସେ ଗରିବ ହୋଇ ରହିଗଲେ ଏବଂ ଧନୀ ବାପା ଏସିଡ୍ ବିଲ୍ କରିବା ଉପରେ ଧ୍ୟାନ ଦେଲେ ସେ ବହୁତ ଧନୀ ହୋଇଗଲେ। ସେହି ଟଙ୍କା ତାଙ୍କ ପାଇଁ କାମ କରିବା ଆରମ୍ଭ କରିଥିଲା। ତେଣୁ ତୁମେ ଜୀବନରେ ଏସିଡ୍ ବିଲ୍ ଉପରେ ଧ୍ୟାନ ଦେବା ଉଚିତ। ତେଣୁ ଆଜିର ଭିଡ଼ିଓରେ ଆମେ ଆପଣଙ୍କୁ ଏପରି 8ଟି ଏସିଡ୍ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଗରିବ ହେବାରୁ ରକ୍ଷା କରିବ ଏବଂ ଘରେ ବସି ବସି ଟଙ୍କା ରୋଜଗାର କରିବାରେ ସାହାଯ୍ୟ କରିବ। ଆମେ ଏହା କହିବୁ ଯାହା ତୁମେ ଆଜି ପର୍ଯ୍ୟନ୍ତ କରିଥିବା ଭୁଲ ଗୁଡ଼ିକ ସଂଶୋଧନ କରିପାରିବ ଏବଂ ବିଶ୍ୱାସ କର, ଏଗୁଡ଼ିକ ମଧ୍ୟରେ କିଛି ଏସିଡ୍ ଅଛି ଯାହାକୁ ଶୁଣିବା ମାତ୍ରେ ତୁମେ ସେଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀରେ ଲଗାଇବା ଆରମ୍ଭ କରିବ। ପ୍ରଥମ ଏସିଡ୍ ହେଉଛି ଜମି। ବନ୍ଧୁଗଣ, କିଛି ବର୍ଷ ପୂର୍ବେ ପ୍ରାୟ ବ୍ୟକ୍ତିଙ୍କର ନିଜର ଜମି ଥିଲା। ଜମି ପୂର୍ବରୁ ଥିଲା କାରଣ ଜମି ଏକ ଏସିଡ୍ ଯାହାର ମୂଲ୍ୟ କେବେ ବି କମ ହୁଏ ନାହିଁ। ତୁମେ ଘର କିଣ, ଜମି କିଣ କିମ୍ବା ଫ୍ଲାଟ୍ କିଣ, ତୁମର ଟଙ୍କା କେବେ ବି ବୁଡ଼ିବ ନାହିଁ। ଯଦି ତୁମେ କାର୍ ଏବଂ ବାଇକ୍ ଭଳି ମହଙ୍ଗା ଜିନିଷରେ ଖର୍ଚ୍ଚ କର, ତେବେ ତୁମର ଟଙ୍କା ନଷ୍ଟ ହୋଇଯିବ, କାରଣ ଏହି ଜିନିଷ ଗୁଡ଼ିକ ତୁମ ପାଇଁ ଟଙ୍କା ରୋଜଗାର କରିବ ନାହିଁ। ବିପରୀତରେ ତୁମର ଟଙ୍କା ଏଗୁଡ଼ିକ ଉପରେ ଖର୍ଚ୍ଚ ହେବ। ଜମିରେ ଟଙ୍କା ନିବେଶ କରିବା ଦ୍ୱାରା ଏହାର ମୂଲ୍ୟ ପ୍ରତିବର୍ଷ ବୃଦ୍ଧି ପାଉଛି, ତେଣୁ ଆପଣଙ୍କର ଆର୍ଥିକ ଭାବରେ ସ୍ୱାଧୀନ ହେବାର ସମ୍ଭାବନା ଡବଲ ହୋଇଯାଏ। ତୁମେ ନିଶ୍ଚୟ ଦେଖିଥିବ ଯେ ସେହି ଲୋକମାନେ ବହୁତ ଧନୀ ଲୋକ। ନିଶ୍ଚୟ ଭାବରେ ସେମାନେ ଜମିରେ ଟଙ୍କା ନିବେଶ କରିଥିବେ ଏବଂ ଏହା କରି ସେମାନେ ଟ୍ୟାକ୍ସର ସୁବିଧା ପାଆନ୍ତି। ବନ୍ଧୁଗଣ, ଦ୍ୱିତୀୟରେ ହେଉଛି ରିଏଲ ଇଷ୍ଟେଟ୍ ଏସିଡ୍। ବନ୍ଧୁଗଣ, ତୁମେ ମ୍ୟୁଚୁଆଲ ଫଣ୍ଡ ବିଷୟରେ ଜାଣିଥିବ। ଏହା ମଧ୍ୟ ମ୍ୟୁଚୁଆଲ ଫଣ୍ଡ ଭଳି କାମ କରେ। ଯେପରି ଏକ ମ୍ୟୁଚୁଆଲ ଫଣ୍ଡ କମ୍ପାନୀ ଆପଣଙ୍କ ଆଚରଣ ଆଧାରରେ ସର୍ବୋତ୍ତମ କମ୍ପାନୀ ଚୟନ କରି ଆପଣଙ୍କ ଟଙ୍କାକୁ ତାର ସେୟାରରେ ନିବେଶ କରେ, ସେହିପରି ଏଥିରେ ଥିବା ଟ୍ରଷ୍ଟିମାନେ ଆପଣଙ୍କ ଆଚରଣ ଉପରେ ଆଧାର କରି ହୋଟେଲ, ମଲ୍ କିମ୍ବା ଦୋକାନ ଭଳି ବାଣିଜ୍ୟ ଏସିଡ୍ରେ ଟଙ୍କା ନିବେଶ କରନ୍ତି। ତାପରେ ସେହି ନିବେଶରୁ ସେମାନେ ଯାହା ଲାଭ ପାଆନ୍ତି ସେଥିରୁ ଆପଣଙ୍କର ଅଂଶ ଆପଣଙ୍କୁ ଦିଆଯାଏ। ଏହା ଜରୁରୀ ନୁହେଁ ଯେ ଆପଣଙ୍କର ନିବେଶ ବେଳେ ବାଣିଜ୍ୟ ଏସିଡ୍ ହେଉ। ଏଥିରେ ଆପାର୍ଟମେଣ୍ଟ ଭଳି ଆବାସିକ ଏସିଡ୍ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ। ହଷ୍ଟେଲରେ ମଧ୍ୟ ଟଙ୍କା ଇନଭେଷ୍ଟ କରାଯାଏ ଏବଂ ଯଦି ଆପଣ ଏଥିରେ କେବଳ 5 ଲକ୍ଷ ଟଙ୍କା ଇନଭେଷ୍ଟ କରନ୍ତି, ତେବେ ତାହା ବାଣିଜ୍ୟ ହେଉ କିମ୍ବା ଆବାସିକ, ସେ ପ୍ରତି ମାସରେ କିଛି ପରିମାଣ ଭଡ଼ା ଭାବରେ ପାଆନ୍ତି, ଯାହାର 90% କମ୍ପାନୀକୁ ଫେରସ୍ତ କରାଯାଏ। ଏହା ଗ୍ରାହକମାନଙ୍କୁ ଲାଭ ଆକାରରେ ଦେଇଥାଏ ଏବଂ ଏହିପରି ଭାବରେ ଲାଭ ଟଙ୍କା ସର୍ବଦା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଥାଏ। ଯଦି ଆପଣଙ୍କର ସମ୍ପତ୍ତି ଅଛି, ତେବେ ଏହା ହେଉଛି ରିଏଲ ଇଷ୍ଟେଟ୍ ବିକଳ୍ପ। ନମ୍ବର 3 ହେଉଛି ଡିଜିଟାଲ ଏସିଡ୍। ଯଦି ଆପଣ ଏବେ ବି ପୁରୁଣା ଉପାୟରେ ଟଙ୍କା ରୋଜଗାର କରିବାକୁ ଭାବୁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ 2 ଗୁଣ ସମୟ ଲାଗିବ। ତେଣୁ ରିଏଲ ଇଷ୍ଟେଟ୍ ସହିତ ଡିଜିଟାଲ ଏସିଡ୍ ସାହାଯ୍ୟ ନିଅନ୍ତୁ। ଯଦି ଆପଣ ନିଜ ଫୋନରେ କିଛି ସମୟ ବିତାଇ ଡିଜିଟାଲ ଏସିଡ୍ ସୃଷ୍ଟି କରନ୍ତି, ତେବେ ଏହା ଆପଣଙ୍କ ପାଇଁ ଉପଯୋଗୀ ହେବ। ଏଥିରେ ଲୋକମାନେ ଡିଜିଟାଲ ଭାବରେ କିଣୁଥିବା ଯେକୌଣସି ଜିନିଷ ଅନ୍ତର୍ଭୁକ୍ତ ହୋଇପାରେ, ଯେପରିକି ସଫ୍ଟୱେର, ଅଡିଓ ବୁକ୍, ଭିଡ଼ିଓ ବୁକ୍, ୱେବସାଇଟ୍ ଏବଂ ଆପ୍ ଇତ୍ୟାଦି। ଧର ଯଦି ତୁମେ କିଛି ସମୟ ବିତାଇ ଏକ କୋର୍ସ ତିଆରି କର, ତେବେ ତୁମେ ସେହି କୋର୍ସରୁ ଅନେକ ଲୋକଙ୍କୁ ବିକ୍ରୟ କରିପାରିବ ଏବଂ ଏହାକୁ ଅନେକ ଥର ବିକ୍ରୟ କରି ଟଙ୍କା ରୋଜଗାର କରିପାରିବ। ଧର ତୁମେ ଏକ ଭିଡ଼ିଓ ବନେଇଛ, ତେବେ ତୁମେ ଏହାକୁ ୟୁଟ୍ୟୁବରେ ଅପଲୋଡ୍ କରିପାରିବ, କିମ୍ବା ତୁମେ ଏକ କୋର୍ସ ତିଆରି କରିପାରିବ ଏବଂ ଅଳ୍ପ ପରିଶ୍ରମ କରି ସେଥିରୁ ନିଷ୍କ୍ରିୟ ଆୟ କରିପାରିବ। ତେଣୁ ଅଫଲାଇନ୍ ବିଷୟରେ ଚିନ୍ତା କରିବା ବନ୍ଦ କରି ଅନଲାଇନ୍ ଉପରେ ଧ୍ୟାନ ଦିଅ ଏବଂ ପ୍ରଚୁର ଟଙ୍କା ରୋଜଗାର କର। ଚତୁର୍ଥ ନମ୍ବର ହେଉଛି ୟୁଟ୍ୟୁବ୍। ଯଦି ଆପଣ କଣ୍ଟେଣ୍ଟ ତିଆରି କରିପାରିବେ, ତେବେ ଆପଣ ଏଥିରୁ ଟଙ୍କା ମଧ୍ୟ ରୋଜଗାର କରିପାରିବେ। ଯେତେବେଳେ କଣ୍ଟେଣ୍ଟ କଥା ଆସେ, ଆପଣ ଶିକ୍ଷା, ଜୀବନଶୈଳୀ, ମନୋରଞ୍ଜନ, ପ୍ରେରଣା, ଆର୍ଥିକ, ଖାଦ୍ୟ ବ୍ଲଗ, କେସ୍ ଷ୍ଟଡି କିମ୍ବା ବ୍ୟବସାୟ ଭଳି କଣ୍ଟେଣ୍ଟ ସୃଷ୍ଟି କରିପାରିବେ। ଏହିପରି ଭାବରେ ଆପଣ ଆପଣଙ୍କର ଟଙ୍କା ବ୍ୟାଙ୍କରେ ରଖିବା ପରିବର୍ତ୍ତେ ୟୁଟ୍ୟୁବ ଚ୍ୟାନେଲରେ ବ୍ୟବହାର କରିପାରିବେ। ଏହାକୁ ସାମଗ୍ରୀରେ ନିବେଶ କରନ୍ତୁ। ଧନୀ ଲୋକମାନେ ଏହା ଭଲ ଭାବରେ ଜାଣନ୍ତି, ସେଥିପାଇଁ ସେମାନେ ସୁନାରେ ସେମାନଙ୍କର ଟଙ୍କା ଇନଭେଷ୍ଟ କରନ୍ତି। ଯଦିଓ ଆପଣଙ୍କର ଅଳ୍ପ ସଞ୍ଚୟ ଅଛି, ତୁମର ଟଙ୍କା ସୁନାରେ ନିବେଶ କରିପାରିବେ, କାରଣ ଏହା କେବେ ତୁମକୁ ବିଶ୍ୱାସଘାତକ କରିବ ନାହିଁ। ନମ୍ବର 6ରେ ରହିଛି ଇଣ୍ଡେକ୍ସ ଫଣ୍ଡ। ଯଦି ଆପଣ ଇନଭେଷ୍ଟ କରି ଧନୀ ହେବାକୁ ଚାହାନ୍ତି, ତେବେ ସେୟାର ବଜାରରେ ଇନଭେଷ୍ଟ କରନ୍ତୁ। ସେୟାର ବଜାର ଠାରୁ ଭଲ ଆଉ କିଛି ହୋଇପାରିବ ନାହିଁ, କାରଣ ଏଠାରେ ଟଙ୍କା ଇନଭେଷ୍ଟ କରି
ଆପଣ ଟଙ୍କାକୁ ଦ୍ରୁତ ଗତିରେ ବୃଦ୍ଧି କରିପାରିବେ। କାରଣ ଏକ କମ୍ପାନୀର ସେୟାର ସିଧାସଳଖ ନିବେଶ କରିବା ଦ୍ୱାରା ବହୁତ ବିପଦପୂର୍ଣ୍ଣ ଅଟେ। ତେଣୁ ଇଣ୍ଡେକ୍ସ ଫଣ୍ଡ ଏଠାରେ ଆପଣଙ୍କୁ ସାହାଯ୍ୟ କରିପାରିବ। କାରଣ ଇଣ୍ଡେକ୍ସ ଫଣ୍ଡରେ ଭାରତର ଶ୍ରେଷ୍ଠ 50ଟି କମ୍ପାନୀ ଅନ୍ତର୍ଭୁକ୍ତ। ଯେତେବେଳେ ଆପଣ ଏଥିରେ ଟଙ୍କା ଇନଭେଷ୍ଟ କରନ୍ତି ଆପଣଙ୍କର ଟଙ୍କା ସିଧାସଳଖ ଯାଇ ଶ୍ରେଷ୍ଠ 50ଟି କମ୍ପାନୀରେ ଇନଭେଷ୍ଟ ହୁଏ। ଆପଣ ଯେକୌଣସି କାମ କରନ୍ତୁ ନା କାହିଁକି ଯଦି ଆପଣ ଭଲ ରିଟର୍ନ ପାଇବାକୁ ଚାହାନ୍ତି ତେବେ ଆପଣ ଇଣ୍ଡେକ୍ସ ଫଣ୍ଡରେ ଆପଣଙ୍କର ଟଙ୍କା ଇନଭେଷ୍ଟ କରିପାରିବେ। ନମ୍ବର 7 ଯେଉଁଥିରେ ଆପଣ ଇନଭେଷ୍ଟ କରିପାରିବେ ତାହା ହେଉଛି ଏଫିଲିଏଟ୍ ମାର୍କେଟିଂ। ଏହା ମଧ୍ୟ ଟଙ୍କା ରୋଜଗାର କରିବାର ଭଲ ଉପାୟ। ଆପଣ ଆମାଜନ, ଫ୍ଲିପକାର୍ଟ, ମିଶୋ ଭଳି ବଡ଼ କମ୍ପାନୀରେ ଜଏନ୍ କରିପାରିବେ ଏବଂ ଆପଣଙ୍କ ଏଫିଲିଏଟ୍ ଲିଙ୍କକୁ ୟୁଟ୍ୟୁବ, ଫେସବୁକ୍, ହ୍ୱାଟ୍ସଆପରେ ସେୟାର କରିପାରିବେ। ଯଦି କେହି ଆପଣଙ୍କ ଲିଙ୍କରୁ ପ୍ରଡକ୍ଟ ବାଏ କରନ୍ତି ତେବେ ଆପଣଙ୍କୁ ସିଧାସଳଖ କମିଶନ ମିଳିବ। ନମ୍ବର 8ରେ ରହିଲା ଇକ୍ୱିପମେଣ୍ଟ। ଯଦି ଆପଣ କାର୍ କିମ୍ବା ବାଇକ୍ କିଣି କାହାକୁ ଭଡ଼ାରେ ଦିଅନ୍ତି ତେବେ ଆପଣ ଏଥିରୁ ଟଙ୍କା ମଧ୍ୟ ରୋଜଗାର କରିପାରିବେ। କେବଳ ଏତିକି ନୁହେଁ, ଆପଣ ଯେକୌଣସି ଡିଭାଇସ୍ ଅଛି କି ଯଦି ଆପଣ ଏହାକୁ ବ୍ୟବହାର କରୁନାହାନ୍ତି ତେବେ ଆପଣ ଏହାକୁ ଭଡ଼ା ଦେଇ ମଧ୍ୟ ଟଙ୍କା ରୋଜଗାର କରିପାରିବେ। ତୁମେ ଏକ ଏସେଟ୍ ସୃଷ୍ଟି କରିପାରିବ। ସମସ୍ତଙ୍କ ଘରେ କିଛି ନା କିଛି ଜିନିଷ ଥାଏ ଯାହାର ସେମାନଙ୍କୁ ଆବଶ୍ୟକତା ନାହିଁ। ତେଣୁ ଏହାକୁ ଘରେ ରଖିବା ପରିବର୍ତ୍ତେ ଅନ୍ୟ କାହାକୁ ଭଡ଼ାରେ ଦେବା ଭଲ ଯାହାକୁ ଏହାର ଆବଶ୍ୟକ ଅଛି। ବନ୍ଧୁଗଣ, ମୁଁ ଆଶା କରୁଛି ଆପଣମାନେ ଆଜିର ଭିଡ଼ିଓରୁ କିଛି ଶିଖିଛନ୍ତି। ଯଦି ଆପଣ ଭିଡ଼ିଓ ପସନ୍ଦ କରନ୍ତି ଦୟାକରି ଭିଡ଼ିଓକୁ ଲାଇକ୍ ଏବଂ ସେୟାର କରନ୍ତୁ ଏବଂ ପରବର୍ତ୍ତୀ ଭିଡ଼ିଓ କେଉଁ ବିଷୟ ଉପରେ ଦେଖିବାକୁ ଚାହାନ୍ତି ତାହା କମେଣ୍ଟ କରନ୍ତୁ।